ସୁବର୍ଣ୍ଣପୁର ବୋଲି ଗୋଟେ ଗ୍ରାମଟେ ଥିଲା, ଯେଉଁଠି ଭୋଳା ତା ସ୍ତ୍ରୀ ଚୁମ୍କି ତା ପିଲାମାନଙ୍କ ସହିତ ରହୁଥିଲା। ଭୋଳାର ଗ୍ରାମରେ ତାର ଗୋଟେ ବିଲଟେ ଥିଲା, ଯେଉଁଥିରେ ସେ ଫୁଲର ଚାଷ କରୁଥିଲା। ଆଉ ସେ ଫୁଲର ମାଳ କରି ବଜାରରେ ବିକ୍ରି କରୁଥିଲା। ମୁଁ ଘରଣୀ, କୋଉଠି ତମେ? ମୁଁ ଚାହା କେତେବେଳେ ମିଳିବ? ନଉଛି ବାବା ନଉଛି, ସକାଳ ନ ହଉଣୁ ଚାହା ଚାହା ବୋଲି ଧରି ବସୁଛ। ଚୁମ୍କି, ତମେ ତ ଜାଣିଛ ନା, ଚାହା ବିନା ଦିନଟା ଭଲରେ କଟେ ନାହିଁ। ଯେତେବେଳେ ଚାହାଟି ମିଳିଯାଏ ସେତେବେଳେ ଦିନଟା ପୁରା ଭଲରେ କଟିଯାଏ। ହଁ, ମୋତେ ସବୁ ଜଣା। ଇଏ ନିଅ ତୁମ ଚାହା। ଚାହା ବିନା ତମେ ଏମିତି, ଯେମିତି ପାଣି ବିନା ମାଛ। ଏବେ ତମେ ମୋତେ ଥଟ୍ଟା କରନି ଚୁମୁକି। ହଉ ଏବେ ଜଲ୍ଦି କର, ମନ୍ଦିର ପାଇଁ ଡେରି ହେଲାଣି। ହଉ ଚୁମ୍କି, ଏବେ ମୁଁ ଯାଉଛି। ସୁନ୍ଦର ମାଳ ନେଇଯାଅ, ଏକଦମ ତାଜା ଫୁଲର ମାଳ ମାତ୍ର 20 ଟଙ୍କାରେ। ମାଳ ନେଇଯାଅ, ସୁନ୍ଦର ସୁନ୍ଦର ମାଳ ନେଇଯାଅ। ଭୋଳା ଫୁଲର ମାଳ ମନ୍ଦିର ପାଖରେ ବିକ୍ରି କରୁଥିଲା। ଭାଇ, ମୋତେ ଗୋଟେ ମାଳ ଦିଅନ୍ତୁ। ହଁ ଭଉଣୀ, ଏବେ ହିଁ ଦଉଛି। ମାଳ ନିଅନ୍ତୁ, ତାଜା ତାଜା ଫୁଲର ମାଳ ନିଅନ୍ତୁ, ମାତ୍ର 10 ଟଙ୍କାରେ ମାଳ ନିଅନ୍ତୁ। ମାଳ ନିଅନ୍ତୁ, ସୁନ୍ଦର ସୁନ୍ଦର ମାଳ ନିଅନ୍ତୁ, ମାତ୍ର 10 ଟଙ୍କାରେ 10 ଟଙ୍କାରେ ମାଳ ନିଅନ୍ତୁ। ମାତ୍ର 10 ଟଙ୍କାରେ ମାଳ? ଆରେ ଭଲ ହେଲା ତ। ଭାଇ, ଆପଣ ଏ ମାଳ ରଖିଦିଅନ୍ତୁ। ଭାଇ, ମୋତେ ଗୋଟେ ମାଳଟେ ଦିଅନ୍ତୁ। ଇଏ ନିଅନ୍ତୁ ଆପଣଙ୍କର ପଇସା। କିଏ ଇଏ 10 ଟଙ୍କାର ମାଳ ବିକ୍ରି କରୁଛି? ଏଥିରେ କାହାର କ'ଣ ରୋଜଗାର ହେଉଥିବ? ଆଜି ମନ୍ଦିରକୁ ଆଉ ଗୋଟେ ମାଳ ବିକ୍ରି କରିବା ବାଲା ଆସିଥିଲା, ଯାହାର ନାମ ଗୋପାଳ। ଗୋପାଳ ବହୁତ ଚାଲାକ ଲୋକଟେ ଥିଲା। ସେ ତାର ମାଳ ବିକ୍ରି କରିବା ପାଇଁ ତାହାର ମାଳର ଦାମ ପୁରା କମାଇ ଦେଇଥିଲା, ଯାହାଫଳରେ ଭୋଳାର ସବୁ ଲୋକ ଗୋପାଳ ପାଖକୁ ଚାଲି ଆସିବେ। ଆଉ ଠିକ୍ ସେହିପରି ହିଁ ହେଲା। କମ୍ ଦାମରେ ମାଳ ମିଳୁଥିବା ସକାଶେ ଭୋଳାର ସବୁ ଲୋକ ଗୋପାଳ ପାଖରୁ ଆସିକି ନେବାକୁ ଲାଗିଲେ। ଆଜି ଭୋଳାର ମାଳ କିଛି ବି ବିକ୍ରି ହେଲା ନାହିଁ। ଆଉ ସେ ମନ ଦୁଃଖରେ ଘରକୁ ଚାଲି ଆସିଲା। କ'ଣ ହେଲା? ଆଜି ଏସବୁ ମାଳ ଘରକୁ ଆଣିଲ ହରି, ବିକ୍ରି କଲନି କ'ଣ ପାଇଁକା? ଭୋଳା ତା ସ୍ତ୍ରୀକି ସବୁ କଥା କହିଦେଉଛି। ଏ ତ ବହୁତ ଖରାପ ହେଲା। ଏବେ ଆମେ କ'ଣ କରିବା? ଏବେ ଲାଗୁଛି ମାଳ ଆମକୁ 10 ଟଙ୍କାରେ ବିକିବାକୁ ପଡ଼ିବ। ହେଲେ 10 ଟଙ୍କାରେ ତ ବିଲକୁଲ ବି କିଛି ବଞ୍ଚିବ ନାହିଁ। ଇଏ ଗୋପାଳ ନା ବହୁତ ଚାଲାକ ଅଛି, ତାଠାରୁ ତମେ ଟିକେ ବଞ୍ଚିକି ରହିବ। ହଉ ଚାଲ, ମୁଁ ତମ ପାଇଁ ଖାଇବା ପାଇଁ ବାଢ଼ି ଦେଉଛି। ହଉ ଚୁମ୍କି, ମୁଁ ମାଳ ବିକିବା ପାଇଁ ମନ୍ଦିରକୁ ଯାଉଛି। ଆଉ ଚେଷ୍ଟା କରିବି ଯେ ସବୁ ମାଳ ଆଜି ବିକିଦେବା ପାଇଁକା। ହେଲେ ତୁମେ ଟିକେ ଆଜି ବିଲ ଆଡ଼େ ଯିବ ହେରି, ଫୁଲରେ ଟିକେ ଭଲରେ ପାଣି ଦେଇଦେବ। ଆଉ ଫୁଲ ସବୁ, ଆଉ ଦିବାଲି ବି ଆସିବାର ଅଛି। ତ ଏବେ ଆମେ ସେ ଫୁଲକୁ ବିକ୍ରି କରି ଭଲ ରୋଜଗାର କିଛି କରିବା। ଠିକ୍ ଅଛି, ମୁଁ ବିଲକୁ ଦ୍ୱିପହରେ ଚାଲିଯିବି। ଭୋଳା ମନ୍ଦିରରେ ପହଞ୍ଚି ଯାଉଛି। ଆଉ ଗୋପାଳ ଆଗରୁ ତା ଫୁଲର ମାଳ ବିକ୍ରି କରୁଥିଲା। ମାଳ ନେଇଯାଅ, ତାଜା ତାଜା ଫୁଲର ସୁନ୍ଦର ସୁନ୍ଦର ମାଳ ନେଇଯାଅ, ମାତ୍ର 10 ଟଙ୍କା, ମାତ୍ର 10 ଟଙ୍କାରେ ନେଇଯାଆନ୍ତୁ ମାଳ। ଗୋପାଳକୁ ଏମିତି ଜୋର ଜୋରରେ ପାଟି କରି ଡାକୁଥିବାର ଦେଖି ଭୋଳା ତା ପାଖକୁ ଯାଉଛି। ଭାଇ, ତମେ 10 ଟଙ୍କାରେ ମାଳ କ'ଣ ପାଇଁ ବିକ୍ରି କରୁଛ? ସମସ୍ତେ ତ 20 ଟଙ୍କାରେ ବିକ୍ରି କରୁଛନ୍ତି। ଆଉ 10 ଟଙ୍କାରେ ମାଳ ବିକ୍ରି କଲେ ତୁମର କ'ଣ ବା ଲାଭ ହେବ? ଭାଇ, ତୁମକୁ 20 ଟଙ୍କାରେ ମାଳ ବିକିବାର ଅଛି ଯଦି ତୁମେ ବିକ, ହେଲେ ମୁଁ 10 ଟଙ୍କାରେ ମାଳ ବିକିବି, ମୋର ଲାଭ ହେଉ ବା କ୍ଷତି ହେଉ। ଲାଗୁଛି ଗୋପାଳ ମାନିବନି। ଏବେ ମୋତେ ମାଳଗୁଡ଼ିକୁ 10 ଟଙ୍କାରେ ବିକ୍ରି କରିବାକୁ ପଡ଼ିବ। ମୁଁ ତ ଏହା ହିଁ ଚାହୁଁଛି, ଭୋଳା, ତୋ ମାଳ ସବୁ ବିକିବା ବନ୍ଦ ହୋଇଯାଉ ବୋଲି। ଆଉ ତୁ ଏ ମନ୍ଦିରଠୁ ସବୁଦିନ ପାଇଁ ଚାଲିଯା ବୋଲି। ଏଠାରେ ଲୋକମାନଙ୍କୁ ମୁଁ କେବଳ ମାଳ ବିକିପାରେ। ଏହା ପରେ ଭୋଳା ତାହାର ମାଳକୁ 10 ଟଙ୍କାରେ ବିକିବାକୁ ଲାଗିଲା।
ଆଉ ଏପଟେ ଚୁମ୍କି ବିଲରେ ପହଞ୍ଚାଇ ଦେଖୁଛି ଯେ ଫୁଲଗୁଡ଼ି ଭଲରେ ଫୁଟି ଯାଇଛି। ଏ ଫୁଲ ତ ଭଲରେ ଫୁଟି ଯାଇଛି। ଏଥର ଦିୱାଲିରେ ଆମର ଭଲରେ ରୋଜଗାର ହୋଇଯିବ। ଭୋଳା ସନ୍ଧ୍ୟା ସମୟରେ ଘରକୁ ଚାଲି ଆସୁଛି। ଆସିଗଲ ତମେ? ହଁ ଚୁମ୍କି, ହେଲେ ଆଜି କିଛି ଭଲ ରୋଜଗାର କିଛି ହୋଇନାହିଁ। ଗୋପାଳ ସକାଶେ ମୋତେ ବି 10 ଟଙ୍କାରେ ମାଳ ବିକିବାକୁ ପଡ଼ିଲା। ଏହା ତ କିଛି ଠିକ୍ ହେଲା ନାହିଁ। 10 ଟଙ୍କାରେ ବା କ'ଣ ବା ଲାଭ ହୋଇପାରିବ? ଏହା ସବୁ ଛାଡ଼, ପ୍ରଥମେ କୁହ ଯେ ଆମର ଫୁଲର ଫସଲ କେମିତି ଅଛି? ଏଥର ତ ବାସ୍ ଫୁଲର ଫସଲ ସାହାରା। ଏଥର ଆମର ଫୁଲର ଫସଲ ବହୁତ ଭଲ ହୋଇଛି। ପୁରା ବିଲ ଫୁଲରେ ଭରିଯାଇଛି। ଏଥର ଦିୱାଲିରେ ଆମର ଭଲ ରୋଜଗାର ହୋଇଯିବ। ଏହା ତ ବହୁତ ଭଲ କଥା। ଏବେ ତ ଆମକୁ ଫୁଲ ତୋଳିବାର କାମ ଆରମ୍ଭ କରିଦେବା ଦରକାର। ଗୋପାଳ ବି ତାହାର ଫୁଲମାଳ ବିକି ଘରକୁ ଫେରୁଥିଲା କି ସେତେବେଳେ ତାହାର ନଜର ପଡ଼ିଯାଉଛି ଭୋଳାର ଫୁଲ ଫସଲ ଉପରେ, ଯାହାକି ଫୁଲରେ ଭରି ରହିଥିଲା। ଭୋଳାର ଫସଲକୁ ଦେଖି ଗୋପାଳର ମନ ଭିତରେ ଭିତରେ ଈର୍ଷାରେ ଜଳୁଥିଲା। ଭୋଳାର ତ ଫୁଲର ଫସଲ ବହୁତ ଭଲ ହୋଇଛି। 2 ଦିନ ପରେ ଦିୱାଲି ଅଛି। ଆଉ ଯଦି ସେ ଏହି ଫସଲକୁ କାଟି ବିକେ ତାହେଲେ ତାର ଭଲ ବହୁତ ଲାଭ ହେବ। ଆଉ ମୋ ପାଖରେ ତ ଏତେ ଫସଲ ନାହିଁ। ନାଇଁ ନାଇଁ, ମୁଁ ଏମିତି ହେବାକୁ ଦେବିନି। ଗୋପାଳକୁ ଗୋଟେ ଉପାୟ ଆସୁଛି। ଆଉ ସେ ଲୁଚିକି ରାତିରେ ଭୋଳାର ବିଲରେ ଗାଈ ଛାଡ଼ି ଦେଉଛି। ଆଉ ଗାଈମାନେ ତାର ବିଲକୁ ଖରାପ କରିଦେଉଛନ୍ତି। ଯେତେବେଳେ ସକାଳ ହେଉଛି ତ ଭୋଳା ତା ବିଲକୁ ପହଞ୍ଚୁଛି। ଆଉ ସେ ବିଲର ଅବସ୍ଥା ଦେଖି ସେ ବହୁତ ଦୁଃଖୀ ହୋଇଯାଉଛି। ହେ ଭଗବାନ, ସବୁ ଫସଲ ଖରାପ ହୋଇଯାଇଛି। କାଲି ପର୍ଯ୍ୟନ୍ତ ତ ଏ ଫସଲ ପୁରା ଭଲ ଥିଲା। ଏ ଗୋଟିଏ ରାତିରେ ଏମିତି କିଏ କରିଦେଲା? ହେଲେ ଏ ଫସଲ ଏମିତି କିଏ କରିଥିବ? ହେଲେ ତୁମେ ଚିନ୍ତା କରନି, ଇଏ ଯିଏ ବି କରିଛି ନା, ସେ ଦିନେ ନା ଦିନେ ତାହାର ଫଳ ପାଇବ। ଫସଲ ଏମିତି ନଷ୍ଟ ହେବାର ଦେଖି ଭୋଳା ଆଉ ଚୁମୁକି ବହୁତ ମନ ଦୁଃଖରେ ଘରକୁ ଫେରି ଆସିଛନ୍ତି। ଦୁଇଜଣଙ୍କ ରାତିର ନିଦ ଯେମିତି ହଜି ଯାଇଥିଲା। ଚୁମ୍କି, ମୁଁ ଏ ଫୁଲର ମାଳ ନେଇ ବିକିବାକୁ ଯାଉଛି। ଏବେ ଯାହା ବି ଅଛି ଏହା ହିଁ ଅଛି। ମୁଁ ଭାବିଥିଲି ଏଥର ଦିୱାଲି ଭଲରେ ମନେଇବା, ଲାଗୁଛି ଆମ ଭାଗ୍ୟରେ ହିଁ ନାହିଁ। ଆଉ ଗରିବମାନଙ୍କର ଖୁସିର ଦିୱାଲି କେବେ ବି ହୋଇପାରିବ ନାହିଁ। ହେଲେ ମୁଁ ତୁମକୁ ଗୋଟେ କଥା କହିବି, ଆମେ ଯଦି ଏ ଜମିଦାରଙ୍କଠୁ କିଛି ପଇସା ଧାର ଆଣନ୍ତେ ଭଲ ହୁଅନ୍ତା। କାରଣ ଆମେ ଖର୍ଚ୍ଚ କରିବାକୁ କିଛି ପଇସା ନାହିଁ। ହେଲେ ପିଲାମାନଙ୍କର ମନ ଭାଙ୍ଗି ତ ପାରିବାନି ନା। ଦିୱାଲି ତାଙ୍କର ଯେମିତି ହେଲେ ଭଲ ହେବା ଦରକାର। ଆମେ କିଛି ନୂଆ କପଡ଼ା ପିନ୍ଧେ କି ନ ପିନ୍ଧେ, ପିଲାମାନଙ୍କ ପାଇଁ ତ ନୂଆ କପଡ଼ା ଯେମିତି ହେଲେ କରିବା। ତୁମେ ଜମିଦାରଙ୍କଠୁ କିଛି ପଇସା ଉଧାର ଆଣ ହେରି, ଆମେ ଧୀରେ ଧୀରେ କରି ତାଙ୍କ ପଇସା କାମ କରି ସୁଝିଦେବା। ତମେ ଯାଇ ପୁରା ଭଲ ମନରେ କାମ କର। ଠିକ୍ ଅଛି ଚୁମ୍କି, ମୁଁ ଫୁଲର ମାଳ ବିକି ସାରିଲା ପରେ ଜମିଦାରଙ୍କ ପାଖକୁ ଯାଇ ପଇସାର କଥା ହେବି। ଭୋଳା ମନ୍ଦିର ଯିବା ପାଇଁ ବାହାରି ଯାଉଛି। ଆଉ ଚୁମ୍କି ଘରର ଜିନିଷ ଆଣିବା ପାଇଁ ବଜାରକୁ ବାହାରି ଯାଉଛି। ସବୁ ମାଳ ବିକି ସାରିଲା ପରେ ଭୋଳା ଜମିଦାର ଶିବୁନା ପାଖକୁ ଯାଉଛି। ଆଉ ତାର ସବୁ କଥା କହୁଛି। ଆଉ ସେପଟେ ଚୁମ୍କି ବି ଘରର ଜିନିଷ ପାଇଁ ବଜାରକୁ ବାହାରିଥିଲା। ପୁରା ବଜାରରେ ଦିୱାଲିର ଜିନିଷ ଲାଗିଥିଲା। ଘର ସଜାସଜି କରିବା ପାଇଁ ବହୁତ ଭଲ ଜିନିଷ ଥିଲା। ସେତେବେଳେ ଚୁମ୍କିର ନଜର ଝାଲେରୀ ଉପରେ ପଡ଼ିଯାଉଛି, ଯାହାକି ଭଲ ସୁନ୍ଦର ଦେଖାଯାଉଥିଲା। ଭାଇ, ଏ ଝାଲେରୀ କେତେ ଟଙ୍କା ଲେଖେ? ଭଉଣୀ, ଏ ଝାଲେରୀ 250 ଟଙ୍କା ଲେଖେ। କୁହ ଭଉଣୀ, କୋଉଟା ଦେବି? 250 ଟଙ୍କା? ଏତେ ଟଙ୍କା? ଦିୱାଲି ବୋଲି ଏମାନେ କ'ଣ ଲୋକମାନଙ୍କୁ ଲୁଟି ହିଁ ନେବେ? ନାଇଁ ଭାଇ, ରହିବାକୁ ଦିଅ। ଠିକ୍ ଅଛି ଭୋଳା, ତୁ ଚିନ୍ତା କରନି। ଇଏ ନେ ପଇସା, ତୋ ପାଖରେ ଯେତେବେଳେ ଆସିବ ତୁ ପଇସା ସେତେବେଳେ ମୋତେ ଆସି ଦେଇଦେବୁ। ଆଉ ମୋ ଆଡ଼ୁ ତୋ ପରିବାର ପାଇଁ ଏ ଦିୱାଲିର ମିଠେଇ ତୋ ପରିବାରକୁ ଖୁଆଇଦେବୁ। ଆଉ ଦିୱାଲି ପାଇଁ ବହୁତ ବହୁତ ଶୁଭକାମନା। ଜମିଦାର ବାବୁ, ଯେତେବେଳେ ମୋ ପାଖରେ ପଇସା ଆସିବ ମୁଁ ଆପଣଙ୍କୁ ଫେରେଇ ଦେବି ସବୁ ପଇସା। ଆଉ ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଦିୱାଲିର ଶୁଭେଚ୍ଛା।
ଚୁମ୍କି କୋଉଠି ଥିଲ? ପିଲାମାନେ କହୁଥିଲେ ବଜାରକୁ ଯାଇଛ। ହଁ ବଜାରକୁ ଯାଇଥିଲି, ଦିୱାଲି ପାଇଁ ପିଲାମାନଙ୍କ ପାଇଁ କିଛି ନୂଆ କପଡ଼ା ଆଣିବାକୁ ଯାଇଥିଲି। କ'ଣ ଆପଣ ପଇସା ଆଣିଲେ ଜମିଦାର ବାବୁଙ୍କଠୁ? ହଁ ଜମିଦାର ବାବୁ ପଇସା ଦେଲେ, ଆଉ କିଛି ସୁଧ ବି ନେଲେନି। ଆଉ ସେ କହିଲେ ଯେ ଯେତେବେଳେ ପଇସା ଆସିବ ସେତେବେଳେ ଫେରେଇ ଦେବୁ। ଆଉ ଏ ମିଠା ଡବା ବି ଦେଇଛନ୍ତି ସାଙ୍ଗରେ। ଭଲ ହେଉ ଜମିଦାରଙ୍କର, ଭଗବାନ ତାଙ୍କୁ ଖୁସିରେ ରଖନ୍ତୁ ଆଉ ତାଙ୍କ ପିଲାମାନଙ୍କୁ ବି ଖୁସିରେ ରଖନ୍ତୁ। ଶୁଣ ତ, ମୁଁ ଆଜି ଯେଉଁ ବଜାରକୁ ଯାଇଥିଲି ନା, ସେଠି ଗୋଟେ ଝାଲେରି ଦୋକାନ ଦେଖିଲି। ଆଉ ସେ ଝାଲେରି ଦୋକାନରେ ବହୁତ ଭିଡ଼ ଥିଲା। ଆଉ ସେ ଝାଲେରି ମୂଲ୍ୟ ବହୁତ ଅଧିକ ଥିଲା, ଗୋଟାକୁ 250 ଟଙ୍କା ଲେଖେ। ମୋ ମୁଣ୍ଡରେ ଗୋଟେ କଥାଟେ ଆସିଛି, କାହିଁକି ନା ଆମେ ବଜାରରୁ ଫୁଲ ଆଣି ଝାଲେରି ତିଆରି କରି ବଜାରରେ ବିକନ୍ତେ। ଆଉ ଦିୱାଲି ସମୟ ତାହା ତ ଝାଲେରି ବହୁତ ବିକି ହେବ ବି, ଆଉ ଆମେ ବହୁତ କମ୍ ଦାମରେ ବି ବିକିବା। ତୁମ କଥା ତ ବହୁତ ଭଲ ଅଛି। ମୁଁ ଆଜି ହିଁ ଫୁଲ ପାଇଁ ବଜାରକୁ ଚାଲିଯିବି। ହଁ ଆଉ ଶୁଣ, ରଙ୍ଗ ବିରଙ୍ଗର ଫୁଲ ଆଣିବ, ଗୋଟେ ପ୍ରକାରର ଫୁଲ ଆଣିବ ନାହିଁ। ହଁ ଚୁମ୍କି, ଗୋଟେ ପ୍ରକାରର ଫୁଲ ଆଣିବି ନାହିଁ, ରଙ୍ଗ ବେରଙ୍ଗର ଆଣିବି। ଏତିକି କହି ଭୋଳା ବଜାରକୁ ବାହାରି ଯାଉଛି। ସେଠି ବହୁତ ପ୍ରକାରର ଫୁଲ ଥିଲା। ଭୋଳା ବହୁତ ପ୍ରକାରର ଫୁଲ ଆଣି ଘରକୁ ଚାଲି ଆସୁଛି। ଇଏ ଦେଖ, ମୁଁ ବହୁତ ରଙ୍ଗ ବିରଙ୍ଗର ଫୁଲ ଆଣିଛି। ଆରେ ବା, ଇଏ ତ ବହୁତ ସୁନ୍ଦର ଫୁଲ, ଆଉ ବହୁତ ଭଲ ବାସନା ବି ଆସୁଛି। ଆଉ ଆମେ ଏବେଠାରୁ ହିଁ ଝାଲେରି କାମ ଆରମ୍ଭ କରିଦେବା ଦରକାର। ରାତିକ ଭିତରେ ଆମେ ସବୁ ଝାଲେରି ତିଆରି କରିଦେବା ବି, ଆଉ ସକାଳୁ ତାକୁ ନେଇ ବଜାରରେ ବିକିଦେବା। ଦୁଇ ଜଣ ମିଶିକି ରାତିକ ଭିତରେ ଝାଲେରି ତିଆରି କରିଦେଉଛନ୍ତି। ରାତିରେ ବହୁତ ସାରା ଝାଲେରି ତିଆରି କରିଦେଲେ। ସେ ତିଆରି କରିଥିବା ଝାଲେରି ବହୁତ ସୁନ୍ଦର ଦେଖାଯାଉଥିଲା। ଦୁଇ ଜଣ ନିଜର ଝାଲେରି ଦୋକାନ ଦେଇ ଦେଉଛନ୍ତି। ତାଙ୍କ ଝାଲେରି ସୁନ୍ଦର ସହ ବାସନା ବି ବହୁତ ଜୋରରେ ହେଉଥିଲା, ଯାହା ସକାଶେ ଲୋକମାନେ ତାଙ୍କ ଦୋକାନକୁ ଆସିବାକୁ ଲାଗିଲେ। ଭଉଣୀ, ଏ ଝାଲେରି କେତେ ଟଙ୍କା? ଭଉଣୀ, ଏ ଝାଲେରି ମାତ୍ର 50 ଟଙ୍କା। ଆପଣଙ୍କ ଝାଲେରିର ଦାମ ବହୁତ ଠିକ୍ ଅଛି, ଆଉ ସେ ଝାଲେରି ବହୁତ ସୁନ୍ଦର ବି ହୋଇଛି। ଆପଣ ମୋତେ 2ଟା ଝାଲେରି ଦିଅନ୍ତୁ। ଏମିତି ଆଜି ଚୁମୁକି ଆଉ ଭୋଳାର ଭଲ ରୋଜଗାର ହୋଇଗଲା। ସବୁ ଝାଲେରି ବିକିଦେଲା ପରେ ସେ ଦୁଇ ଜଣ ଘରକୁ ଫେରି ଆସୁଛନ୍ତି। ଚୁମ୍କି, ଆଜି ଆମର ଭଲ ରୋଜଗାର ହୋଇଯାଇଛି। ହଁ, ଯେତେବେଳେ ଭଗବାନ ଗୋଟେ ରାସ୍ତା ବନ୍ଦ କରିଦିଅନ୍ତି ଆଉ ଗୋଟେ ରାସ୍ତା ଖୋଲି ଦିଅନ୍ତି। ମୁଁ କହିଥିଲି ନା ସେତେବେଳେ, ଠିକ୍ ହୋଇଯିବ ସବୁ। ହଁ ଚୁମ୍କି, ତମେ ଠିକ୍ ହିଁ କହିଛ। ଆଉ ଶୁଣ ଚୁମ୍କି, ମୁଁ କାଲି ଏକୁଟିଆ ଝାଲେରି ବିକିବାକୁ ଯିବି। କାଲି ଦିୱାଲି ତ, ତମେ ଘରେ ସଫାସଫି ସଜାସଜି ଆଉ ପୂଜା ପାଇଁ ସବୁ ସଜେଇକି ରଖିଦେବ। ହଉ ଠିକ୍ ଅଛି। ବାପା, ତମେ କାଲି ମୋ ପାଇଁ ବନ୍ଧୁକ ଆଉ ବାଣ ଆଣିବ ନା? ହଁ ମୋ ପିଲାମାନେ, ମୁଁ ତମ ପାଇଁ କାଲି ବନ୍ଧୁକ ଆଉ ବାଣ ଆଣିବି। ତା ପରଦିନ ଭୋଳା ଝାଲେରି ବିକିବା ପାଇଁ ବାହାରି ଯାଉଛି। ଆଉ ଚୁମ୍କି ବି ଘର ଝଡ଼ାଝଡ଼ି ଆଉ ସଜାସଜିରେ ଲାଗିଯାଉଛି। ଦୁଇ ଜଣ ପିଲା ମିଶି ଗୋଟିଏ ଭଲ ଝୋଟି ପକାଇଲେ। ଇଏ ଦେଖ, ଆମେ ଝୋଟି ବନେଇଛୁ। ଆରେ ପିଲାମାନେ, ଇଏ ତ ବହୁତ ସୁନ୍ଦର ହେଇଛି। ରୁହ, ମଝିରେ ଆଉ ଗୋଟେ ଦୀପଟେ ଲଗେଇଦେଲେ ଆହୁରି ସୁନ୍ଦର ଦେଖାଯିବ। ଚୁମ୍କି ଦୀପ ଲଗେଇ ମଝିରେ ରଖିଦେଉଛି। ମା ବାପା କେତେବେଳେ ଆସିବେ? ସବୁ ପିଲାମାନେ ବାଣ ଫୁଟେଇଲେଣି, ଆମେ କେତେବେଳେ ଫୁଟେଇବୁ? ଆରେ ମୋ ପିଲାମାନେ, ମନ ଦୁଃଖ କର ନାହିଁ, ମୁଁ ତୁମ ପାଇଁ ବାଣ, ମିଠା, ବନ୍ଧୁକ ଆଣିଛି। ଚୁମ୍କି, ଇଏ ନିଅ ମିଠା ଡବା। ଆସ ବାପା, ମିଶିକି ବାଣ ଫୁଟାଇବା। ହଁ ଚାଲ, ସବୁ ମିଶିକି ବାଣ ଫୁଟାଇବା। ଭୋଳାର ଦିୱାଲି ଏଥର ଖୁବ୍ ଧୁମଧାମରେ ମନା ହେଲା। ତ ସାଙ୍ଗମାନେ, ଆପଣଙ୍କ ଦିୱାଲି ଏଥର କେମିତି ଥିଲା? କମେଣ୍ଟ କରି ଜଣାନ୍ତୁ।